ଆଜ୍ଞା କଣ କହିବେ ମହାଭାରତ ମହିଳା ମହାସଂଘର ବାର୍ଷିକ ଉତ୍ସବ କଣ ଥିଲା? ଆଜି ସମାଜ ଶକ୍ତି ସଂସ୍ଥାରୁ ଗୋଟେ ଆଜି ମାନେ ମା' ମାନ ସ୍ୱାବଲମ୍ବୀ ହେବାକୁ କେମିତି ପ୍ରୟାସ ଚାଲିଛି, ମାନେ ମା' ମାନେ କେମିତି ସ୍ୱାବଲମ୍ବୀ ହେବେ, ଦୁଇ ପଇସା କେମିତି ହାତରେ ଧରିବେ, ସେଥିପାଇଁ ଗୋଟେ ପ୍ରୋଗ୍ରାମ ଚାଲିଛି। କେତେ କଣ ମହିଳା ଆଜି ଏଠି ସମ୍ପର୍କ 300ରୁ 400 ଭିତରେ ହେଇଥିଲେ, ଏବେ କେତେ କମିଗଲେଣି। କଣ ଲକ୍ଷ୍ୟ ରହିଛି ମହିଳା ମାନେ କେମିତି ହଁ, ସଶକ୍ତିକରଣ କେମିତି ହେବେ ସେଥିପାଇଁ ଆମର ଲକ୍ଷ୍ୟ ଚାଲିଛି। ମୁଁ ବି ତାଙ୍କର ସହଯୋଗର ହାତ ମୁଁ ବି ବଢ଼େଇଛି। ମା' ମାନେ ବି ବହୁତ ଆଗ୍ରହୀ ବି ଅଛନ୍ତି, ମାନେ ଏସବୁ ସଂସ୍ଥାରେ ଯେମିତି ଭାଗ ନେଇକି ନିଜ ଗୋଡ଼ରେ ନିଜେ ଠିଆ ହେବେ, କି ଦୁଇ ପଇସା ହାତରେ ଧରିବେ। ଏଇ ସରକାର ତ ଏବେ ଡବଲ ଇଞ୍ଜିନ ସରକାର, କଣ କେମିତି ଆଉ ରହିଛି, ଆପଣ କଣ ଅଧିକ ଆଶା କରୁଛନ୍ତି? ଡବଲ ଇଞ୍ଜିନ ସରକାର ମାନେ ଏବେ ତ ଆପଣ ଦେଖିଲେ ସୁଭଦ୍ରା ଯୋଜନା ଯେମିତିକି ଆସିଲା 50,000 ମା' ମାନଙ୍କୁ ଦେଇଛନ୍ତି ସ୍ୱାବଲମ୍ବୀ ହେବା ପାଇଁକା। ମା' ମାନେ ବି ଅତ୍ୟନ୍ତ ଖୁସି ପୁରା ଅଛନ୍ତି। ଏବେ ବି ଗୋଟେ ସଂସ୍ଥା ଅଛି ମୋ ୱାର୍ଡ଼ରେ, ଗୋଟେ ମା' ମାନଙ୍କୁ କେମିତି ସ୍ୱାବଲମ୍ବୀ କରିବେ ସେଥିପାଇଁ ପ୍ରୟାସ ଚାଲିଛି। ମହିଳା ମହାସଂଘର ପ୍ରେସିଡେଣ୍ଟ। ଆମର ଏଠାରେ କୁଟୀର ଶିଳ୍ପର ଆଜି ଉଦ୍ଘାଟନ ହେବାକୁ ଯାଉଛି। ଆଉ କୁଟୀର ଶିଳ୍ପ ବୋଲେ ଆମର ମହିଳା ମାନେ 200 ମହିଳା ଏଠି ଆମର ଅଗରବତୀ ଷ୍ଟ୍ରକ୍ଚର ଅଛି, ଅଗରବତୀ ଉପରେ କାମ କରନ୍ତି। ଆଉ ଆନିମାଲ ଫୁଡ ଉପରେ ବି ଏଠି କାମ ହବ, ଆନିମାଲ ପ୍ରୋସେସିଂ ହବ। ସେ ଫୁଡ ସବୁ ଆନିମାଲ ମାନଙ୍କୁ ପାଇଁକା ଡିଷ୍ଟ୍ରିବ୍ୟୁଟ ହବ ସବୁଆଡେ। ଆଉ ଆମର ଏଇଟା ହଉଛି ମୁଖ୍ୟ ଉଦ୍ଦେଶ୍ୟ ହଉଛି ମିଶନ ବଜାର। ମିଶନ ବଜାରର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯୋଉ ମା ମାନେ ସବୁ ଏସଏଚଜି ମା ମାନେ ପ୍ରଡକ୍ଟ ତିଆରି କରୁଛନ୍ତି, ସେମାନଙ୍କର ମାର୍କେଟିଂ ସୁବିଧା ନାହିଁ। ସେଇ ମାର୍କେଟିଂ ବେସ୍ଟାକୁ ଆମେ ଦେବୁ। ଆମର ଏଇଠାରେ ସେଇ ଶିଳ୍ପଟା ମିଶନ ବଜାର ଶିଳ୍ପ ଏଠି ପ୍ରତିଷ୍ଠା ହବ। ଆଉ ସେଇଥିପାଇଁକା ଆମେ ଆଜି ଆମର ଏମଏଲଏ, ଆମର ବିଏମସି ଷ୍ଟାଫ ସବୁ ଆସିଥିଲେ। ଏମଏଲଏ ଆସିପାରିନାହାନ୍ତି, କିନ୍ତୁ ବିଏମସି ଷ୍ଟାଫ ସବୁ ଉପସ୍ଥିତ ଅଛନ୍ତି। ସେଇ ଉପରେ ଆମର ଏଇ କାର୍ଯ୍ୟକ୍ରମ ଆୟୋଜିତ ହେଇଛି। ଏଥିରେ ମିନିମମ୍ 150 ମହିଳା ଆମର ଉପକୃତ ହେବେ। କାର୍ଯ୍ୟ ଅଛି ଏଠାରେ ଆମର ଧୂପକାଠି ଷ୍ଟ୍ରକ୍ଚର ଅଛି, ଆଉ ସାନିଟାରୀ ନାପକିନ୍ ଅଛି। ସାନିଟାରୀ ନାପକିନ୍ ବି ଏଠି ବନାଉଛନ୍ତି ମହିଳାମାନେ। ଆଉ ଗୋ ଖାଦ୍ୟ ଉପରେ ଚଢେଇ ଦାନା ଏଇ ସବୁ ତିଆରି ହବ ଏଠି। ହଁ, ଟ୍ରେନିଂ ନେଇକିରି ଆମେ କରୁଛୁ। ଆମର ପରଫେକ୍ଟ ଟ୍ରେନିଂ ଦିଆହେଇଛି। ଟ୍ରେନିଂ ବି ଆମେ ବାହାରୁ ନେଇଛୁ। ଟ୍ରେନିଂ ନେଇକି ଏଠି କାମ କରାହେଉଛି। ଏଇ ଯୋଉ ସମାଜ ଶକ୍ତି ଫାଉଣ୍ଡେସନ, ଏଠି ଆମର ମହିଳା ମାନଙ୍କର ଯୋଉ ଉନ୍ନତିର କାର୍ଯ୍ୟ, ସେମାନଙ୍କୁ ବିଭିନ୍ନ ପ୍ରକାରର ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ସବୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛି। ଅଙ୍ଗନବାଡି ଅଗରବତୀ ମେସିନ ଠୁ ଆରମ୍ଭ କରିକିରି ମହିଳା ମାନଙ୍କର ଯୋଉ ସାନିଟାରୀ ପ୍ୟାଡ୍ ଠୁ ଆରମ୍ଭ କରିକିରି ଗୋଖାଦ୍ୟ ତିଆରି ପର୍ଯ୍ୟନ୍ତ ମେସିନ ସବୁ ଏଠି ହେଇଛି। ଏବଂ ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ସମାଜ ଶକ୍ତି ଫାଉଣ୍ଡେସନ ମଧ୍ୟ ଏଠି ଭରପୁର ପ୍ରଚେଷ୍ଟା କରିଛି। ଏବଂ ମା ମାନେ ମଧ୍ୟ ସମସ୍ତେ ବହୁତ ଖୁସି ଅଛନ୍ତି। ଏଇ ଯୋଉ ବାରବଜା ମହିଳା ମହାସଂଘର ସମସ୍ତ ମା ମାନେ, ସମସ୍ତ ଭଉଣୀ ମାନେ ଏଠି ଏଇ ଯୋଉ ସମାଜ ଶକ୍ତି ଫାଉଣ୍ଡେସନ ଆଜି ଯୋଉ ବାର୍ଷିକ ଉତ୍ସବ ପାଳନ କରୁଛି, ସେଥିରେ ସମସ୍ତେ ଖୁସି ମଧ୍ୟ ଏଠି ଅଛନ୍ତି। ଆଜି ଏଠି ଅତି କମରେ 200ରୁ ଅଧିକ ମହିଳା ଏଠି ଉପକୃତ ହେବେ। ଯୋଉ ସମାଜ ଶକ୍ତି ଫାଉଣ୍ଡେସନର ଏଇ ଯୋଉ କାର୍ଯ୍ୟକ୍ରମରେ 200ରୁ ଅଧିକ ମହିଳା ଏଠି ଉପକୃତ। କଣ ସବୁ ଶିକ୍ଷା ତାଙ୍କୁ ଦିଆଯାଉଛି ଏବଂ କେତେ ଟଙ୍କା ସେମାନେ ରୋଜଗାର କରୁଛନ୍ତି? ଶୁଣନ୍ତୁ, ଏମାନେ ତ ଏଠି ଅଗରବତୀ ଆଗରୁ ତିଆରି କରୁଥିଲେ। ସମସ୍ତେ ପ୍ରାୟ ମାସରେ 5,000ରୁ 10,000 ଟଙ୍କା ପର୍ଯ୍ୟନ୍ତ ପାଇପାରନ୍ତି, କାହିଁକିନା ମହିଳା ଯିଏ ଯେତିକି ସମୟ ଆସନ୍ତି କାମ କରିବା ପାଇଁ, ତାଙ୍କର ସେଇ ହିସାବରେ ପାରିଶ୍ରମିକ ଦେଖାଗଲେ ପ୍ରାୟ ମାସକୁ 10,000ରୁ ଟଙ୍କା ଅଧିକ ରୋଜଗାର କରୁଥିଲେ। ଏବେ ସବୁବେଳେ ମହିଳା ମାନଙ୍କୁ ନିଶ୍ଚିତ ଭାବରେ ଭାଇ, ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ପାଇଁ, ପ୍ରଧାନମନ୍ତ୍ରୀ ମଧ୍ୟ ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। ଏବେ ନିକଟ ଭବିଷ୍ୟତରେ ସବୁ ମହିଳା ମାନଙ୍କୁ ଜାଣିଥିବେ, ସୁଭଦ୍ରା ଯୋଜନାରେ ସବୁ ସ୍ୱାବଲମ୍ବୀ କରିବା ପାଇଁ 50,000 ଟଙ୍କାର ଗିଫ୍ଟ ଭାଉଚର ମଧ୍ୟ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରିଥିଲେ। ଏବଂ ମୋହନ ମାଝୀ ମଧ୍ୟ ମହିଳା ମାନଙ୍କର କେମିତି ସଶକ୍ତ ହେବେ ସେଥିପାଇଁ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସେଗୁଡ଼ିକ ବହୁତ ଜଲ୍ଦି ଏମାନଙ୍କ ପାଇଁ ନିୟୋଜିତ ହବ। ସମସ୍ତେ କେମିତି ମହିଳା ମାନେ ଆତ୍ମନିର୍ଭରଶୀଳ ହେବେ ସେ କଥା ମଧ୍ୟ ସେ ବିଷୟରେ ଚିନ୍ତାରେ ଅଛନ୍ତି।